କଥାରେ ଅଛି ଶବ୍ଦ ଉଚ୍ଚା ଥିବ ତ କିଛି ଲୋକ ଶୁଣିବେ, ମାତ୍ର ବଚନ ଉଚ୍ଚ କୋଟିର ଥିବ ତ ତେବେ ବହୁତ ସାରା ଲୋକ ଶୁଣିବେ। ସାଙ୍ଗମାନେ, ଏଇ ଛୋଟ କାହାଣୀରେ ଜଣେ 22 ବର୍ଷର ଯୁବକ ଯିଏ ମାଲିକର ଏଠାରେ କାମ କରୁଥିଲା, ତା ବାପା ମା ଏଇ ଦୁନିଆରେ ନଥିଲେ, ତାକୁ ଛାଡିକି ଚାଲି ଯାଇଥିଲେ। ଜୀବନ ବଡ଼ ଦୁଃଖରେ ଚାଲୁଥିଲା। ସେ କାମକୁ ଯାଉଥିଲା, ସବୁଦିନ ପରି ପଇସା କମାଇକି ଘରକୁ ଫେରି ଆସୁଥିଲା, ଖାଇବା ବନେଇକି ଖାଉଥିଲା ଏବଂ ଶେଷରେ ଶୋଇଯାଉଥିଲା। ଗୋଟିଏ ଦିନ ସେ ଦେଖିଲା କି ଜଣେ ବୃଦ୍ଧ ବ୍ୟକ୍ତି ନିଜ ପିଠିରେ 3ଟି ବ୍ୟାଗ୍ ଉଳାଇକି ଯାଉଛନ୍ତି। ସହରରୁ ଅନ୍ୟ ସହରକୁ ଯାଉଥିଲେ। ସେ ବହୁତ ବୃଦ୍ଧ ମଧ୍ୟ ଥିଲେ ଏବଂ ବହୁତ ସମୟରୁ ସେ ଏପରି ହିଁ ଯାତ୍ରା କରୁଥିଲେ। ଶେଷରେ କିଛି ଦୂର ଯାତ୍ରା କରିବା ପରେ ଚାଲି ଚାଲି ଥକିକି ଗୋଟିଏ ଗଛର ତଳେ ବସିଗଲେ। ଠିକ୍ ସେତିକି ବେଳେ ଗୋଟିଏ ଯବାନ ଯୁବକ ଉପରେ ସେ ବୃଦ୍ଧ ଲୋକର ଆଖି ପଡ଼ିଲା, ଯିଏ ରାସ୍ତାରେ ଯାଉଥିଲା। ଏହା ଦେଖିକରି ସେଇ ବୃଦ୍ଧ ଲୋକ ସେଇ ଯୁବକକୁ କହିଲେ, ଶୁଣ ପୁଅ, କଣ ତୁମେ ମୋର ଟିକେ ସାହାଯ୍ୟ କରିପାରିବ? ଏହି ବ୍ୟାଗ୍ ଗୁଡ଼ିକ ବହୁତ ଭାରି ଅଟେ ଏବଂ ମୁଁ ବୁଢ଼ା ହୋଇଗଲିଣି। ମୁଁ ଅଧିକ ସମୟ ପର୍ଯ୍ୟନ୍ତ ଏହାର ଭାର ଉଠାଇ ପାରିବିନି ଏବଂ ମୁଁ ଥକି ବି ସାରିଲିଣି। ତେଣୁ ତୁମେ ଗୋଟିଏ ବ୍ୟାଗ୍କୁ ନେଇଯାଅ ଏବଂ ମୋତେ ସେଇ ଆଗ ସହରରେ ପହଞ୍ଚାଇ ଦିଅ। ଏହା ବଦଳରେ ମୁଁ ତୁମକୁ 3ଟି ସ୍ୱର୍ଣ୍ଣ ମୁଦ୍ରା ଦେବି। ସେଇ ଯୁବକ ବୃଦ୍ଧ ଲୋକର ସବୁ କଥା ଶୁଣିଲା ପରେ କହିଲା, କିଛି କଥା ନାହିଁ ଜେଜେ, ମୁଁ ଆପଣଙ୍କର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। କୁହନ୍ତୁ ଆପଣଙ୍କୁ କେଉଁଠାକୁ ଯିବାର ଅଛି? ଏହା କହିକି ସେ ଯୁବକ ବୃଦ୍ଧ ବ୍ୟକ୍ତିର ଗୋଟିଏ ଭାରି ବ୍ୟାଗ୍ ଉଠାଇଲା ଏବଂ ନିଜର କାନ୍ଧ ଉପରକୁ ନେଇଗଲା। ତେବେ ସେହି ଯବାନ ଯୁବକକୁ ଏହା ଅନୁଭବ ହେଲା କି ଏହି ବ୍ୟାଗ୍ ତ ସତ ସତିକା ବହୁତ ଭାରି ଅଟେ। ସେ ଯୁବକ ଏବଂ ବୃଦ୍ଧ ଲୋକ ଦୁହେଁ ଆଗକୁ ବଢି ଚାଲିଲେ। କିଛି ଦୂର ଆଗକୁ ଚାଲିଲା ପରେ ଗୋଟିଏ ଗ୍ରାମ ପାଖକୁ ପହଞ୍ଚିଲେ। ଏହାପରେ ଗୋଟିଏ ନିଛାଟିଆ ରାସ୍ତା ଆଗରେ ପଡ଼ିଲା। ସେ ଦୁହେଁ ନିଜ ନିଜ ମାର୍ଗରେ ଖୁସି ହୋଇକି ଆଗକୁ ବଢୁଥିଲେ। ଯେବେ ନିଛାଟିଆ ରାସ୍ତା ଆସିଲା, ତେବେ ସେ ଯୁବକ ବୃଦ୍ଧ ଲୋକଙ୍କୁ ପଚାରିଲା, ଜେଜେ, ଏହି ବ୍ୟାଗ୍ରେ ଏମିତି କଣ ଅଛି ଯେ ଏତେ ଓଜନ ଲାଗୁଛି? ଏହା ଉପରେ ସେ ବୃଦ୍ଧ ଲୋକ ସେ ଯୁବକକୁ ଉତ୍ତରରେ କହିଲେ, କିଛି ନାହିଁ, ଏଥିରେ କେବଳ ତମ୍ବାର କିଛି ମୁଦ୍ରା ଅଛି। ଏଥିପାଇଁ ଏହି ବ୍ୟାଗ୍ ବହୁତ ଓଜନ ଅଛି। ସେହି ବୃଦ୍ଧ ଲୋକର ଏହି କଥା ଶୁଣିକି ସେହି ଯୁବକ ମନ ଭିତରେ ଭାବିଲା, ଲାଗୁଛି ଏହି ବୃଦ୍ଧ ଲୋକ ନିହାତି ଜଣେ ବ୍ୟାପାରୀ ହୋଇଥିବେ। ତେବେ ତ ଏତେ ସାରା ତମ୍ବାର ପଇସା ଧରିକି ବୁଲୁଛନ୍ତି। ଏହାପରେ ତୁରନ୍ତ ତା ମନରେ ଗୋଟିଏ ଭାବନା ଆସିଲା, ମୋତେ ଏତେ କଣ ଭାବିବାର ଅଛି? ମୋତେ ତ କେବଳ ଏହି ବ୍ୟାଗ୍କୁ ଭଲ ଭାବରେ ଆଗ ସ୍ଥାନରେ ପହଞ୍ଚାଇବାର ଅଛି। ଏମିତି ଦୁହେଁ ଚାଲୁ ଚାଲୁ ଆଗରେ ଗୋଟିଏ ନଦୀର କୂଳରେ ପହଞ୍ଚିଲେ। ସେ ଯୁବକ ସୁସ୍ଥ ଏବଂ ମଜବୁତ ଥିଲା। ଏଥିପାଇଁ ସେ ବିନା ଡରିକି ନଦୀ ଭିତରକୁ ପାର ହେବା ପାଇଁ ଚାଲିଗଲା। ମାତ୍ର ସେଇ ବୃଦ୍ଧ ଲୋକ ଏବେ ମଧ୍ୟ ନଦୀର କୂଳରେ ରହିଥିଲେ। ଏହା ଉପରେ ସେ ଯୁବକ କହିଲା, କଣ ହେଲା? ଆପଣ ଆସନ୍ତୁ, ଆମକୁ ଏହି ନଦୀ ପାର କରିବାକୁ ପଡ଼ିବ, ନଚେତ୍ ଆମେ ଆଗ ଗାଁରେ ପହଞ୍ଚି ପାରିବା ନାହିଁ। ଏହା ଉପରେ ସେଇ ବୃଦ୍ଧ ଲୋକ କୁହନ୍ତି, ମୁଁ ଜାଣିଛି ପୁଅ, ଆମକୁ ଏହି ନଦୀ ପାର କରିବାକୁ ହିଁ ପଡ଼ିବ। ମାତ୍ର ତୁମେ ଜାଣିଛ କି ମୁଁ ବୁଢ଼ା ହୋଇଗଲିଣି ଏବଂ ଏହା ସହ 2ଟି ଓଜନିଆ ବ୍ୟାଗ୍ ଧରିକି ମୁଁ ଏହି ନଦୀ ପାର ହୋଇପାରିବି ନାହିଁ। ଯଦି ମୋ ଗୋଡ଼ ଖସିଯିବ ତ କଣ ହେବ? କଣ ତୁମେ ମୋର ଆଉ ଏକ ବ୍ୟାଗ୍ ନେଇପାରିବ? ମୁଁ ତୁମକୁ ଏହା ବଦଳରେ ବି 3ଟି ସ୍ୱର୍ଣ୍ଣ ମୁଦ୍ରା ଦେବି। ଏହା ଉପରେ ସେ ଯୁବକ ହସିକି ସେ ବୃଦ୍ଧ ଲୋକଙ୍କୁ କହେ କି, ଜେଜେ, ଆପଣ ମୋତେ ଲଜ୍ଜିତ କରୁଛନ୍ତି। ଯଦି ଆପଣ ମୋତେ ସ୍ୱର୍ଣ୍ଣ ମୁଦ୍ରା ନ ଦେବେ ବି, ତେବେ ବି ମୁଁ ଏହି କାମ ଖୁସିରେ ଖୁସିରେ କରିବି। ମୁଁ ଆପଣଙ୍କୁ ସେଇ ଅନ୍ୟ ଗ୍ରାମ ପାଖରେ ନିଶ୍ଚୟ ପହଞ୍ଚାଇ ଦେବି। ଏହା ପରେ ସେ ବୃଦ୍ଧ ବ୍ୟକ୍ତି ହସିକରି କହିଲେ, ପୁଅ, ତୁମେ କେତେ ଭଲ। ଏହା କହିକରି ସେ ତାଙ୍କର ଦ୍ୱିତୀୟ ବ୍ୟାଗ୍ ବି ଯୁବକକୁ ଧରାଇ ଦେଲେ। ସେ ଯୁବକ ଯେତେବେଳେ ଦ୍ୱିତୀୟ ବ୍ୟାଗ୍କୁ ନିଜ କାନ୍ଧରେ ରଖିଲା, ତେବେ ତାକୁ ଅଧିକ ଓଜନ ଅନୁଭବ ହେଲା। କିନ୍ତୁ ସେ ଏଥିପାଇଁ କିଛି କହିଲା ନାହିଁ। ଯେପରି ସେପରି କରିକି ସେ ନଦୀକୁ ପାର କରିଲା। ନଦୀ ପାର କରିବା ପରେ ସେ ଯୁବକ ବୃଦ୍ଧ ବ୍ୟକ୍ତିକୁ ପଚାରିଲା, ଜେଜେ, ଏହି ଦ୍ୱିତୀୟ ବ୍ୟାଗ୍ରେ କଣ ଅଛି? ଏହି ବ୍ୟାଗ୍ ବି ପ୍ରଥମ ବ୍ୟାଗ୍ ପରି ଓଜନିଆ ଲାଗୁଛି। ଏହା ଉପରେ ସେ ବୃଦ୍ଧ ବ୍ୟକ୍ତି ଉତ୍ତରରେ କହିଲେ, ପୁଅ, ଏଠାରେ ଚାନ୍ଦିର ମୁଦ୍ରା ଅଛି। ଏଥିପାଇଁ ଏହି ବ୍ୟାଗ୍ ବି ବହୁତ ଓଜନିଆ ଅଛି। ବୃଦ୍ଧ ବ୍ୟକ୍ତିର ଏହି ସମସ୍ତ କଥା ଶୁଣିକି ସେହି ଯୁବକର ମସ୍ତିଷ୍କ ଏବେ ଭଲ ଭାବରେ କାମ କରିବା ଆରମ୍ଭ କଲା। ସେ ମନରେ ଭାବିଲା, ମୋତେ ଏପରି ଅନୁଭବ ହେଉଛି ଯେପରି ଏହି ଜେଜେ ବହୁତ ଦୂରରୁ ତାଙ୍କର ସମସ୍ତ ଜମିବାଡ଼ି ବିକ୍ରି କରିକି ଏଠାକୁ ଆସିଛନ୍ତି
ଏହା ଭାବିଲା ପରେ ବି ସେହି ଯୁବକ ବୃଦ୍ଧ ବ୍ୟକ୍ତିକୁ କିଛି କହେ ନାହିଁ। ଏହାପରେ ସେ ଦୁହେଁ ଆଗକୁ ବଢିଲେ। କିଛି ବାଟ ଆଗକୁ ଗଲା ପରେ ଗୋଟିଏ ନିଛାଟିଆ ରାସ୍ତା ପଡ଼ିଲା। ସେହି ନିଛାଟିଆ ରାସ୍ତାକୁ ଦେଖିବା ପରେ ସେହି ଯୁବକର ମନରେ ବିଭିନ୍ନ ପ୍ରକାର ବିଚାର ଉତ୍ପନ୍ନ ହେଲା। ସେ ଯୁବକ ଏହା ଭାବିଲା, ଆରେ ଏହା ତ ନିଛାଟିଆ ରାସ୍ତା। ମୁଁ ଯଦି ଏହି ଦୁଇଟି ବ୍ୟାଗ୍ ଏଠାରୁ ନେଇକି ପଳାଇବି, ତେବେ ଏହି ବୃଦ୍ଧ ବ୍ୟକ୍ତି ମୋତେ କେତେବେଳେ ପର୍ଯ୍ୟନ୍ତ ତଡ଼ିବେ? ମୋତେ କାହିଁ ଲାଗୁନି ମୋତେ ଧରିପାରିବେ। ଏବଂ ଏଠାରେ କେହି ବି ନାହାନ୍ତି ଯିଏ ଏହାକୁ ସାହାଯ୍ୟ କରିପାରିବ। ଏଠାରେ ଏତେ ମୁଦ୍ରା ଅଛି ଯାହା ସାହାଯ୍ୟରେ ମୁଁ ଭଲ ଦୋକାନଟିଏ କିଣିପାରିବି, ଭଲ ଘରଟିଏ କିଣିପାରିବି। ଆଉ ଏପରି ବି ଏହି ବୃଦ୍ଧ ଲୋକ ଏତେ ମୁଦ୍ରା ନେଇକି କ'ଣ କରିବେ? ସବୁଠୁ ଭଲ ହେବ ଏ ମୁଦ୍ରା ମୋ ପାଖରେ ରହୁ। ସେହି ଯୁବକ ଏହା ଭାବୁଥିଲା। ହଠାତ୍ ତାକୁ ଆଶ୍ଚର୍ଯ୍ୟ ହେଲା ଏବଂ ମନରେ କହିଲା, ଆରେ ମୁଁ ଏହା କ'ଣ ଭାବୁଛି? ଏହି ବୃଦ୍ଧ ଲୋକ କେଜାଣି କେଉଁଠାରୁ ଆସୁଛନ୍ତି ଏବଂ କେତେ ନ ପରିଶ୍ରମ କରିକି ସେ ଏତେ ସାରା ମୁଦ୍ରା ଅର୍ଜନ କରିଥିବେ। ମୋତେ ଏହାଙ୍କ ଫାଇଦା ଉଠାଇବା କଥା ନୁହେଁ। ନା ନା, ମୋତେ ଏପରି ବିଲକୁଲ ବି କରିବା କଥା ନୁହେଁ। ସେହି ଯୁବକ କିଛି ସମୟ ପାଇଁ ନିଜ ମନର ବିଚାରକୁ କାବୁ କରିନେଲା। ମାତ୍ର କିଛି ସମୟ ପରେ ପୁନର୍ବାର ସେହି ନକାରାତ୍ମକ ବିଚାର ତା ମନରେ ହାବି ହେଲା। ସେ ଯୁବକ ଦୁଇଟି ବ୍ୟାଗ୍ ଧରିକି ବୃଦ୍ଧ ଲୋକଙ୍କର ପଛରେ ଚାଲୁଥିଲା। ଶେଷରେ କିଛି ବାଟ ଆଗକୁ ଚାଲିଲା ପରେ ଗୋଟିଏ ବିରାଟ ପାହାଡ଼ ଆସିଲା। ଏଥିରେ ସେହି ବୃଦ୍ଧ ବ୍ୟକ୍ତି ଯୁବକକୁ କହିଲେ, ପୁଅ, ସେହି ପାହାଡ଼ ମୁଁ ଚଢ଼ିପାରିବି ନାହିଁ। ମୁଁ ବହୁତ ବୃଦ୍ଧ ହୋଇଗଲିଣି। ମୋ ଆଣ୍ଠୁରେ ପୀଡ଼ା ହେବ। ଯଦି ତୁମେ ମୋର ତୃତୀୟ ବ୍ୟାଗ୍ ବି ନେଇଯିବ, ତେବେ ମୁଁ ତୁମକୁ ଏହା ବଦଳରେ ଆହୁରି 3ଟି ସ୍ୱର୍ଣ୍ଣ ମୁଦ୍ରା ଦେବି। କିନ୍ତୁ ମନେ ରଖିବ, ଏହାକୁ କେଉଁଠି ବି ପକାଇବ ନାହିଁ ଏବଂ ଏହି ବ୍ୟାଗ୍ ଖୋଲି ନଯାଉ। ଏହା ଉପରେ ସେ ଯୁବକ ବୃଦ୍ଧ ବ୍ୟକ୍ତିକୁ ପଚାରିଲା, କାହିଁକି ଜେଜେ? ଏହି ତୃତୀୟ ବ୍ୟାଗ୍ରେ ଏପରି କ'ଣ ଅଛି? ଏଥିରେ ସେହି ବୃଦ୍ଧ ବ୍ୟକ୍ତି କୁହନ୍ତି, ପୁଅ, ଏଠାରେ ସ୍ୱର୍ଣ୍ଣ ମୁଦ୍ରା ଅଛି। ଏହା ଶୁଣିକି ସେହି ଯୁବକର ମନ ବହୁତ ଖୁସି ହୋଇଗଲା। ସେ କିଛି ବି ଆପତ୍ତି ନ କରିକି ସେହି ତୃତୀୟ ବ୍ୟାଗ୍କୁ ନିଜ କାନ୍ଧରେ ନେଇକି ଗଲା ଏବଂ ଧୀରେ ଧୀରେ ସେ ଦୁହେଁ ପାହାଡ଼ର ରାସ୍ତା ଦେଇ ଆଗକୁ ବଢ଼ିଲେ। ସେହି ବୃଦ୍ଧ ବ୍ୟକ୍ତି ବିନା କୌଣସି ବ୍ୟାଗ୍ ବୋହି ଆରାମର ସହ ପାହାଡ଼ ଚଢ଼ୁଥିଲେ। କିନ୍ତୁ ସେହି ଯୁବକ ଯିଏ ପଛରେ ଥିଲା, ସେ 3ଟି ବ୍ୟାଗ୍ର ଓଜନ କାରଣରୁ ବହୁତ ଧୀରେ ଧୀରେ ଚାଲୁଥିଲା। କିନ୍ତୁ ଯେବେଠାରୁ ସେ ସୁନାର ମୁଦ୍ରାର ନାମ ଶୁଣିଲା, ତା ମନରେ ଗୋଟିଏ ଅନ୍ୟ ପ୍ରକାର ଖୁସି ଖେଳି ଉଠିଲା। ସେ ମନରେ ଭାବୁଥିଲା, ଯଦି ମୋତେ ଏହିସବୁ ମୁଦ୍ରା ମିଳିଯିବ, ତେବେ ମୋର ଜୀବନ ମୃତ୍ୟୁ ପର୍ଯ୍ୟନ୍ତ ବହୁତ ଆରାମଦାୟକ ହୋଇକି ବିତିବ। ସେମିତିରେ ବି ଏହି ଜେଜେ ତ ବୁଢ଼ା ହୋଇଗଲେଣି। ଏହାଙ୍କ ଜୀବନ ତ ସେମିତିରେ ବି ବିତି ସାରିଛି। ମୁଁ ଗୋଟିଏ କାମ କରୁଛି, ଏହିସବୁ ମୁଦ୍ରା ନେଇକି ଏଠାରୁ ପଳାଇ ଯାଉଛି। ଯୁବକର ମନରେ ପ୍ରବଳ ବିଚାର ଉଠୁଥିଲା। ଯୁବକର ମନ ଏବେ ତାର ବୁଦ୍ଧି ଉପରେ ସମ୍ପୂର୍ଣ୍ଣ ରୂପେ ଭାରି ହୋଇଗଲା ଏବଂ ତା ମନ ଏହି ଭୁଲ କାମକୁ କରିବା ପାଇଁ ତାକୁ ସବୁକିଛି ଜଣାଉଥିଲା। ତେବେ ସେହି ଯୁବକର ମନରେ ଅନ୍ୟ ଏକ ବିଭିନ୍ନ ପ୍ରକାର ବିଚାର ଉତ୍ପନ୍ନ ହେଲା। ଏହିଥର ଏହି ଯୁବକ ଏହା ଭାବୁଥିଲା, ଲାଗୁଛି ଏହି ବୃଦ୍ଧ ବ୍ୟକ୍ତି ଗୋଟିଏ ଚୋର, ନଚେତ୍ ଏହାଙ୍କ ପାଖକୁ ଏତେ ସାରା ସ୍ୱର୍ଣ୍ଣ ମୁଦ୍ରା କେଉଁଠାରୁ ଆସିବ? ଯଦି ଇଏ ବେପାରୀ ହୋଇଥାନ୍ତେ, ତେବେ ଏତେ ଦୂର ଏହିପରି ଚାଲି ଚାଲି ଯାଇନଥାନ୍ତେ। ଯଦି ତାଙ୍କ ପାଖରେ ଏତେ ପଇସା ଆଗରୁ ଥିଲା, ତେବେ କୌଣସି ନା କୌଣସି ଯାତ୍ରା ପାଇଁ ସାଧନ ତ କିଣି ପାରିଥାନ୍ତେ। ଲାଗୁଛି ଏହି ବୃଦ୍ଧ ବ୍ୟକ୍ତି କୌଣସି ବଡ଼ ଚୋର ଏବଂ ଚୋରଠାରୁ ଚୋର କରିବାରେ କୌଣସି ଖରାପ କଥା ନୁହେଁ। ଏହା ଭାବିକରି ସେହି ଯୁବକ ସେହି ବୃଦ୍ଧ ବ୍ୟକ୍ତିଠାରୁ ଆଗକୁ ବଢୁଥିଲା ଏବଂ କିଛି ସମୟ ପରେ ସେ ସେହି ବୃଦ୍ଧ ବ୍ୟକ୍ତିଠାରୁ ବହୁତ ଆଗକୁ ଚାଲିଗଲା ଏବଂ ସେ ଏହା ଭାବୁଥିଲା, ଯେପରି ହିଁ ଏହି ପାହାଡ଼ର ଶେଷ ରାସ୍ତା ଆସିବ, ମୁଁ ଏହି 3ଟି ବ୍ୟାଗ୍ ଧରିକି ପଳାଇ ଯିବି। ଏଥିରେ ସବୁ ମୁଦ୍ରା ମୋର ହୋଇଯିବ ଏବଂ ମୋର ଅଭାବ ବି ସବୁଦିନ ପାଇଁ ଦୂର ହୋଇଯିବ। ମୁଁ ଯାହା ଚାହିଁବି ତାହା କରିପାରିବି। ମୋ ପାଖରେ ବହୁତ ସାରା ଧନ ସମ୍ପତ୍ତି ମଧ୍ୟ ହେବ। କିଛି ସମୟ ପରେ ସେହି ଯୁବକ ପାହାଡ଼ରୁ ଆଗ ପାର ହେବା ପରେ ସେ ବୃଦ୍ଧ ବ୍ୟକ୍ତିଠାରୁ ଲୁଚିକି ତା ନିଜ ଘର ଆଡ଼କୁ ଚାଲିଗଲା। ସେ ସେହି 3ଟି ବ୍ୟାଗ୍କୁ ନେଇକି ଗଲାବେଳେ ତାକୁ ସେହି ବ୍ୟାଗ୍ ଗୁଡ଼ିକର ଓଜନ ଜଣା ପଡୁନଥିଲା। ତାକୁ କେବଳ ବ୍ୟାଗ୍ରେ ଥିବା ମୁଦ୍ରାର ଚିନ୍ତା ହେଉଥିଲା। ଅଧିକ ସମୟ ଲୁଚିକି ଦୌଡ଼ିବା ପରେ ସେ ତାର ଘରେ ପହଞ୍ଚିଲା। ଘରକୁ ଯାଇ ପ୍ରଥମେ ସେ ସେହି ବ୍ୟାଗ୍ ଗୁଡ଼ିକୁ ଖୋଲିଲା। ପ୍ରଥମ ବ୍ୟାଗ୍ ଖୋଲିଲା ପରେ ଦେଖିଲା ସେଠାରେ ଲୁହାର କଳଙ୍କି ହୋଇଥିବା ମୁଦ୍ରା ଅଛି। ଏହାପରେ ସେ ଆଶ୍ଚର୍ଯ୍ୟ ହୋଇ ଦ୍ୱିତୀୟ ବ୍ୟାଗ୍ ଖୋଲିଲା। ଦ୍ୱିତୀୟ ବ୍ୟାଗ୍ରେ ମଧ୍ୟ ଲୁହାର କଳଙ୍କି ଲାଗିଥିବା ମୁଦ୍ରାମାନ ଥିଲା। ଏହାପରେ ସେ ପାଗଳ ପରି ତୁରନ୍ତ ତୃତୀୟ ବ୍ୟାଗ୍ ଖୋଲିଲା।
ସେଠାରେ ମଧ୍ୟ ଲୁହାର କଳଙ୍କି ଖାଇଥିବା ମୁଦ୍ରା ଥିଲା। ଏହାପରେ ସେ ଖୁବ୍ ରାଗି ଜୋରରେ ଚିଲ୍ଲାଇଲା ଏବଂ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଗାଳି ଦେଲା। କିଛି ସମୟ ପରେ ଦେଖିଲା ସେହି ବ୍ୟାଗରେ ଗୋଟିଏ ଚିଠି ଅଛି। ସେ ସେହି ଚିଠିକୁ ଖୋଲିଲା ଏବଂ ପଢିଲା। ସେଠାରେ ଲେଖା ଯାଇଥିଲା, ତୁମ ଦ୍ୱାରା କରାଯାଇଥିବା ପୁରା ନାଟକ ସଚ୍ଚୋଟତା ମଣିଷ ଖୋଜିବା ପାଇଁ କରାଯାଇଥିଲା। ମୁଁ ଏହି ରାଜ୍ୟର ରାଜା ଅଟେ। ମୋର କୌଣସି ସନ୍ତାନ ନାହାନ୍ତି। ତେଣୁକରି ମୁଁ ଏହି ନାଟକ ରଚିଛି, ଯେପରି ସଚ୍ଚୋଟତା ପୁଅଟେ ପାଇକି ମୋ ପରେ ନୂତନ ରାଜା କରିପାରିବି ଏବଂ ସେ ଯେପରି ଏହି ରାଜ୍ୟର ଭାର ସମ୍ଭାଳି ପାରିବ। ଏହି ରାଜ୍ୟର ଭାର ସେ ହିଁ ସମ୍ଭାଳି ପାରିବ ଯିଏ ପୁରାପୁରି ସଚ୍ଚୋଟ ଥିବ, ଯାହା ପାଖରେ ଗର୍ବ, ଅହଙ୍କାର, ଲୋଭ ଏବଂ ଘୃଣା ଭାବ ନଥିବ, ଯିଏ ଦୟାବାନ ଏବଂ ସଚ୍ଚୋଟ ଥିବ। ଏହା ପଢି ସାରିକି ସେହି ଯୁବକ ନିଜର ଦୁଷ୍ଟ କାମ ପାଇଁ ଜୋର ଜୋରରେ କାନ୍ଦିଲା ଏବଂ ନିଜକୁ ଚାପୁଡା ମାରିଲା। ସାଙ୍ଗମାନେ, ମହାତ୍ମା ବୁଦ୍ଧ କହିଥାନ୍ତି କି ମନ ହିଁ ମନୁଷ୍ୟର ସବୁ କିଛି। ଆପଣ ଯାହା ଭାବନ୍ତି ତାହା ହୋଇଯାଆନ୍ତି। ଏଥିପାଇଁ ଆପଣଙ୍କୁ ଆପଣଙ୍କର ଶତ୍ରୁ ବି ଏତେ କଷ୍ଟ ଦେଇପାରିବନି ଯେତିକି ତୁମ ମନର ନକାରାତ୍ମକ ବିଚାର ପହଞ୍ଚାଇ ପାରିବ। ଗୌତମ ବୁଦ୍ଧ କୁହନ୍ତି, ନିଜ ଭିତରକୁ ଧ୍ୟାନର ସହ ଦେଖ। ଆମ ଭିତରରେ ଯେଉଁ ବିଚାର ଚାଲୁଅଛି ସେହି ବିଚାର ଆଗକୁ ଯାଇ ଶବ୍ଦ ହୋଇଥାଏ ଏବଂ ଶେଷରେ ଶବ୍ଦ କର୍ମ ରୂପରେ ପ୍ରକଟ ହୋଇଥାଏ। ବାରମ୍ବାର କରିବା ଦ୍ୱାରା କର୍ମ ମନୁଷ୍ୟର ପ୍ରକୃତିରେ ପରିଣତ ହୋଇଥାଏ ଏବଂ ଧୀରେ ଧୀରେ ସମୟ ସହିତ ସ୍ୱଚ୍ଛ ଏବଂ ସଚ୍ଚୋଟ ଚରିତ୍ର ରୂପ ନେଇଥାଏ ଏବଂ ସେହି ଚରିତ୍ର ଆମ ଭାଗ୍ୟର ନିର୍ମାଣ କରିଥାଏ। ଏଥିପାଇଁ ସର୍ବଦା ଆମେ ଆମର ବିଚାର ପ୍ରତି ଜାଗୃତ ହେବା ନିତାନ୍ତ ଜରୁରୀ ଅଟେ।